ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ବରକନ୍ଦରୁ ଦାରୁ ଚିହ୍ନଟ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ବରକନ୍ଦ ଗ୍ରାମରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଦାରୁ ଚିହ୍ନଟ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧୀନ ନାଇକୁଡ଼ି ପଞ୍ଚାୟତରେ ନାଇକୁଡ଼ି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ ପାଇଁ ବହୁ ଦିନ ଧରି ଦାରୁ ଖୋଜାଖୋଜି କରିଥିଲେ ମଧ୍ୟ ଦାରୁ ମିଳିଲା ନାହିଁ। ତେବେ କିଛି ଦିନ ପୂର୍ବେ ନାଇକୁଡ଼ି ଗ୍ରାମର ଉତ୍ତର ପଶ୍ଚିମ ଦିଗରେ ଠାକୁରଙ୍କ ବିଗ୍ରହ ନିର୍ମାଣ ପାଇଁ ଜଣଙ୍କ ବାଡ଼ିରେ ଏକ ଗଛ ଥିବାର ସ୍ୱପ୍ନାଦେଶ ହୋଇଥିଲା ବୋଲି କହିଛନ୍ତି ମନ୍ଦିର ନିର୍ମାଣ କରୁଥିବା ମହାରଣା ବିଶ୍ୱନାଥ ଘୋଡ଼େଇ। ଏହାପରେ ବିଶ୍ୱନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଉତ୍ତର ପଶ୍ଚିମ ଦିଗରେ ଖୋଜାଖୋଜି କରିବା ସମୟରେ ଜାଣିବାକୁ ପାଇଲେ ଯେ ମୋରଡ଼ା ବ୍ଲକ ଅଧୀନ ବରକନ୍ଦ ଗ୍ରାମରେ ବିରଞ୍ଚି ନାରାୟଣ ନାୟକଙ୍କ ବାଡ଼ିରେ ଥିବା ନିମ୍ବ ଗଛକୁ ବହୁଦିନ ଧରି ପୂଜାର୍ଚ୍ଚନା କରିବା ସହିତ ଉକ୍ତ ଗଛରେ ଠାକୁରଙ୍କ ନବଗ୍ରହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ଜାଣିବା ପରେ ବିଶ୍ୱନାଥ ଘୋଡ଼େଇ ଜଗନ୍ନାଥଙ୍କ ବିଗ୍ରହ କରୁଥିବା ଚିନ୍ତାମଣି ମହାରଣା ବରକନ୍ଦ ସ୍ଥିତ ବିରଞ୍ଚିଙ୍କ ଘରେ ପହଞ୍ଚି ନୂତନ ବିଗ୍ରହ ନିର୍ମାଣ ବିଷୟରେ କହିବାରୁ ବିରଞ୍ଚି ଓ ତାଙ୍କ ପରିବାର ଦାରୁ ଦାନ କରିବା ପାଇଁ ରାଜି ହୋଇଥିଲେ। ତେବେ ବାଡ଼ିରେ ଅନେକ ଗଛ ଥିବାବେଳେ ବିରଞ୍ଚିଙ୍କ 2 ବର୍ଷର ନାତୁଣୀ ଦିବ୍ୟାଂଶୁ ନାୟକ କହିଥିଲେ ଯେ ଘର ପଛରେ ସେ ଗଛ ଅଛି। ପରେ ଉକ୍ତ ପରିବାରର ଆଉ ଜଣେ ନାତୁଣୀ ତନିଷା ନାୟକ ଉକ୍ତ ଗଛକୁ ଚିହ୍ନଟ କରିଥିଲେ। ପରେ ସମସ୍ତେ ଉକ୍ତ ଦାରୁର ପୂଜାର୍ଚ୍ଚନା ଆରମ୍ଭ କରି ରୀତିନୀତି ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଥିଲେ। ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ପୁରୀରୁ ଆସିଥିବା ଚିନ୍ତାମଣି ମହାରଣା କହିଛନ୍ତି ଯେ 21 ଦିନ ଭିତରେ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ମୋରଡ଼ା ଅଞ୍ଚଳରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଯାଉଥିବାରୁ ଅଞ୍ଚଳବାସୀ ଆନନ୍ଦିତ ହୋଇପଡ଼ିଥିଲେ। ତେବେ ଏନେଇ କ'ଣ କହୁଛନ୍ତି ସମସ୍ତେ ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ। ମୂର୍ତ୍ତି ତିଆରି ହବ ଚିହ୍ନଟ କରିଥିଲ ଗଛ କେମିତି ଦେଖେଇଲ ହାତ ଧରିକି ଆଣିଲି ତୁମକୁ କିଏ କହିଲେ ହାତ ଧରିକି ଆଣିବା ପାଇଁ? ଆପଣଙ୍କ ନାମ ପରିଚୟ କଣ? विश्वनाथ घोड़ाई घर बाया बाया पोस्ट नाइकुड़ी जीपी थाना सिंगला जिला बालेश्वर। ये कार्यक्रम मंदिर निर्माण पर किसी लोग जाकि आम पाखे पहुँची मंदिर गोटे करूँ भल जगह नाइकुड़ी हाट पड़िया बजार मंदिर निर्माण मुझे मो मिस्त्री द्वारा 2014 रु आरंभ करूँ। आज की प्राय 90% भी कंप्लीट हो गलानी। भितर आम दारू खोजुलु बहुत दिन धरी तैयारी करने किंतु कौड़ी संधान ठीक से मिलला ना। तापरे गोटे जगार आम ठिकना कलु सी दरदाम रे भी आम कलु दवापाई किंतु सी सेटा को मना कले घर करेंगे बोली से अवसर में आम रात चिंता कलु जे गछ दीर्घ वर्ष गला मंदिर हो गला किंतु ठाकुर को पाइलुनी कि गछ कौड़ी मिलला ना। रात भोर समय स्वप्नादेश है उत्तर मत जे राति 4टार कहले जे उत्तर पश्चिम कोण आड़े गछ अच्छी गोटे नदी पर सेठू आम दूर 50-60 किलोमीटर दूर हम एमती गोटे सेठू मो उत्तर पश्चिम कोण कौन राईबणिया हाथीगढ़ साइडटा आम घर ठू सेठू खोजलु सेठू किसी सुराग पाइलुनी। एठू आम कहलु फरेस्टर गेट पाखे एपटे आम बारिपदा लाइन जदि कौड़ी थाए सेठू कहली यही बाबू को दिलीप कर अमरदारे कहलु जे फरेस्ट गेट को पचारतु कौड़ी जदि गछ मिल जापे एपटे से 50 किलोमीटर भीतर दूरता देखा माने कहूँ आम आकस्मिक घटना सेठू सी बुझिकी से कहले घर पाखे जड़े वकिल थे सी कौ कहला दारू दवापाई मो पीसा घर मोरडारे
ବରକନ୍ଦରେ ଦେବେ ବୋଲି ସେ ବହୁତ ଦିନଠୁ ଅପେକ୍ଷା କରିଛନ୍ତି। ଏମିତି ଧୂପ ଦୀପ ଦେଇକି ରଖିଛନ୍ତି ଗଛ। ଭାସ୍କର ଚନ୍ଦ୍ର ନାୟକ, ବିରଞ୍ଚର ନାରାୟଣ ନାୟକ, ବିରଞ୍ଚ ନାୟକ। ସେ ସେଇଠୁ ଆସିକି ଆମେ ତାଙ୍କୁ ସେଇ ଓକିଲ ଯୋଉ ତାଙ୍କର ପିଇସା ହୁଅନ୍ତି ଯୋଉ ବିରଞ୍ଚି ନାରାୟଣ ନାୟକ, ସିଏ ଓକିଲ ପଚାରିଲେ ସାଙ୍ଗେ ସାଙ୍ଗେ, ସେଠୁ ସେ ସାଙ୍ଗେ ସାଙ୍ଗେ କହିଲେ ଯେ ଆଜି ଆସନ୍ତୁ ଦେଖିବା ପାଇଁ। ଆମେ ରାତିରେ ପୁଣି ଆସିଲୁ, ବର୍ଷା ସେଦିନ ହଉଥାଏ। କାର୍ଯ୍ୟକ୍ରମ କଣ କହିଛି? ଯୋଉ ପୁରୀରୁ ଯୋଉ ନନା ଆସିଛନ୍ତି, ଆପଣ ମାନେ ଆସିଛନ୍ତି, ପୂଜା ଚାଲିଛି ବର୍ତ୍ତମାନ। ଆଜ୍ଞା, ବର୍ତ୍ତମାନର କାର୍ଯ୍ୟକ୍ରମ କଣ କହିଛି, କେମିତି କଣ ନେବେ? ପୁରୀ ସେଠୁ ଆମେ ଗଛ ଚିହ୍ନଟ କଲା ପରେ ଆସିକି ଦେଖିଲା ପରେ ଆମେ ପୁରୀରୁ ମହାରଣା ବାବୁକୁ ଆଣିଥିଲୁ। ଯୋଉ ବଡ଼ ମହାରଣା ବାବୁକୁ ଆଣିଥିଲେ। ସିଏ ଦେଖିକି କହିଲେ ଗଛ ଗୋଟେ ଦିନ ଧରି ଇଏ କରନ୍ତୁ, ଆଜ୍ଞାମାଳ ନେଇ ଆସନ୍ତୁ। ଆଣିକି ଆଜ୍ଞାମାଳ ଦ୍ୱାରା ଏଠି ଗଛ ଛେଦନ କରିକି ନେଇକି ଦାରୁ ନେଇକି ଆପଣ ମନ୍ଦିର ଠାକୁର ତିଆରି କରନ୍ତୁ। ସେଠୁ ଜୟ ଜଗନ୍ନାଥ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ ନମଃ। ମୋ ଚିନ୍ତାମଣି ମହାରଣା ଜଗନ୍ନାଥଙ୍କର ବିଗ୍ରହ ଆଜିକୁ 24-25 ବର୍ଷ ଧରି ପୁରୀ ଟୋଟାଲ ଭାରତ ବର୍ଷରେ କରି ଆସୁଛି। ଆମର ଯିଏକି ଗୁରୁ ସୁଭଦ୍ରାଙ୍କ ମା ବାଡ଼ଗ୍ରାହୀ ଯେ ରାମଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ପ୍ରାୟ 90-95 ଜାଗାରେ ନୂତନ ବିଗ୍ରହ ପ୍ରତିଷ୍ଠା କରି ଆସୁଛୁ। ଇଏ ଦାରୁ ବର୍ତ୍ତମାନ ମୋରଡ଼ା ଗ୍ରାମରେ ଇଏ ଦାରୁ ବାହାରିଛି। ଇଏ ଜଗନ୍ନାଥ ମନ୍ଦିର ନାଇକୁଡ଼ି ଜଗନ୍ନାଥ ମନ୍ଦିର ନୂତନ ନାଇକୁଡ଼ି ବସ୍ତା ବ୍ଲକ ନାଇକୁଡ଼ି ପଞ୍ଚାୟତର ଜଗନ୍ନାଥ ମନ୍ଦିର ନୂତନ ମନ୍ଦିର 50-60 ଫୁଟ ହେଇଛି। ସେଠି ନୂତନ ବିଗ୍ରହ ପାଇଁ ଆମେ ଯେହେତୁ ଦାରୁ କାଠରେ କରାହବ, ଯଥାବିଧି ଯାହା ଆବଶ୍ୟକ ସେଇ ଅନୁଯାୟୀ ଆମେ ଦାରୁକୁ ପୂଜାର୍ଚ୍ଚନା କରି ସମ୍ମାନ ସହକାରେ ଆମେ ସେ ମନ୍ଦିରକୁ ନେଇ ଠାକୁର ବିଗ୍ରହ ନିର୍ମାଣ ହବ। ସ୍ୱପ୍ନାଦେଶ ଦାସ ଆମର ଯେ ବର୍ତ୍ତମାନ କର୍ତ୍ତା ଅଛନ୍ତି, ସିଏ ବିଶ୍ୱନାଥ ଭାଇ। ସେ ଆଜିକୁ 15-20 ଦିନ ଧରି କେମିତି ଠାକୁର ହବ ବୋଲି ପ୍ରାୟ ଚିନ୍ତା କଲେ। ତାପରେ ସିଙ୍ଗଲା ଜଗନ୍ନାଥ ମନ୍ଦିରରେ ମନୋଜ ଭାଇଙ୍କୁ ନିର୍ଦ୍ଦେଶରେ ପୁରୀ ଯାଇଥିଲେ ସୁଭଦ୍ରା ମାଙ୍କ ବାଡ଼ଗ୍ରାହୀ ପାଖକୁ। ସେ କହିଲେ ଠିକ୍ ଅଛି ଆପଣ କରନ୍ତୁ। ତେଣୁ ତାପରେ ଆଙ୍କୁ ସ୍ୱପ୍ନ ହେଇଛି 2-3ଟା ଗଛ ଦେଖିଲା ପରେ ସେ କହିବେ ତାଙ୍କର ଅଲିକ କଥା। ଏଇଟା କେମିତି ମହାପ୍ରଭୁଙ୍କର ବିଗ୍ରହ ନିର୍ମାଣ ହୋଇ ମନ୍ଦିରରେ ଜଗନ୍ନାଥ ବର୍ତ୍ତମାନ ଏ କାର୍ଯ୍ୟକ୍ରମ ଆମର ସୂର୍ଯ୍ୟ ପୂଜା ଭୂମି ପୂଜା ସରିଲା। ଏବେ କଳସ ପୂଜା ହେଉଛି। ତାପରେ ଦାରୁ ସ୍ନାନ ହେବେ, ହଳଦୀ ତେଲ ଲଗେଇବି ଗାଧୋଇବେ, ତାପରେ ଲୁଗା ପିନ୍ଧିବେ, ଫଳ ପୁଷ୍ପ ଦିଆହେବ, ହୋମ ହେବ। ପାତାଳ ନୃସିଂହ ମନ୍ତ୍ର ମାଧ୍ୟମରେ ଭୂତ ପ୍ରେତ ଚଣ୍ଡୀ ଚାମଡ଼ା ଯାହା ଅଛି ଏ ଗଛରୁ ବିଦାୟ କରାହେଇକି ୟାକୁ ଦାରୁ ରୂପ ନିଆଯାଇ ଆମର ସୁନା କରାଡ଼ି, ରୂପ କରାଡ଼ି, ଲହ କୋଡ଼ି ମାଧ୍ୟମରେ ୟାକୁ ଛେଦନ କରାଯାଇ ଆମର ଯଥାବିଧି ଆମର ଗମନ କରିବେ ଆମର ମନ୍ଦିରକୁ। ସେଠି ତାପରେ 21 ଦିନ ଭିତରେ ଠାକୁରଙ୍କୁ ନିର୍ମାଣ କାର୍ଯ୍ୟ ଚାଲିବ। ବିଜନ କୁମାର ନାୟକ। ଯୋଉ ଆପଣଙ୍କ ମୋଡ଼ା ଅଞ୍ଚଳକୁ ଆଜି ଠାକୁରଙ୍କ ଦାରୁ ଯାଉଛି, ମୂର୍ତ୍ତି ତିଆରି ହେବ, କଣ କହିବେ? କେତେ ଖୁସି? ନା ନିଶ୍ଚିତ ଆମେ ମାନେ ପ୍ରଭୁ ଜଗନ୍ନାଥଙ୍କର ଯୋଉ ଦାରୁ ଯାଉଛି, ଦାରୁ ଯୋଉ ଚିହ୍ନଟ ହେଲା ବରକନ୍ଦରୁ ଆସିକି ଯୋଉ ଆମ ଘରୁ, ତେଣୁ ନିଶ୍ଚିନ୍ତ ଆମେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ଏବଂ ଉତ୍ସାହିତ ମଧ୍ୟ ଯେ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ, କରୁଣା ଏବଂ କୃପା ନଥିଲେ ଏହା କେବେ ସମ୍ଭବ ହୋଇନଥାନ୍ତା। ସବୁ ସିଏ ହେଉଛନ୍ତି ସମଗ୍ର ବିଶ୍ୱର ନିୟନ୍ତା। ନିଶ୍ଚିତ ତାଙ୍କର କିଛି ଅଲୌକିକ ଶକ୍ତି ପାଇଁ ଆଜି ଏଠାରେ ଦାରୁ ପାଇଁ ତାଙ୍କର ଯୋଉ ବିଗ୍ରହ ତିଆରି ପାଇଁ ଯୋଉ ଦାରୁ ଚିହ୍ନଟ ହେଲା, ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ ଆମ ସମସ୍ତଙ୍କ ପାଇଁ। ଏବେ ଗୋଟେ ଛୋଟ ପିଲା ଯିଏକି ଦାରୁକୁ ଚିହ୍ନଟ କଲା, ତାକୁ ନେଇ କଣ କହିବେ? ଯୋଉ ବର୍ତ୍ତମାନ ବୈଜ୍ଞାନିକ ଯୁଗରେ କଣ କହିବା ପାଇଁ ଚାହିଁବେ? ଦେଖନ୍ତୁ, ମୂଳରୁ ବିଜ୍ଞାନ ସହିତ ଧର୍ମର ଓତପ୍ରୋତ ଭାବେ ସଂଯୋଗ ଅଛି। ସୃଷ୍ଟିର ଆଭମାନ କାଳରୁ ବିଜ୍ଞାନକୁ ଛାଡ଼ି, ଧର୍ମକୁ ଛାଡ଼ି ବିଜ୍ଞାନ କେବେ ଆଗକୁ ବଢ଼ିପାରିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମାନେ ଧର୍ମ ସହିତ ବିଜ୍ଞାନ ଓତପ୍ରୋତ ଭାବେ ଜଡ଼ିତ ହୋଇ ରହିଛି।
निश्चित ठाकुर प्रभु जगन्नाथ किसी गोटे कृपा थी करुणा थी जहाँफल से छुआ प्रति प्रभु जगन्नाथ आशीर्वाद थी मध्यम हुए तो प्रभु आज तांकर मूर्ति निर्माण पर जो दारू चिन्हट करने हुए तो से छुआ को सुजोग देते निश्चित प्रभु जगन्नाथ आशीर्वाद ता प्रति निश्चित रही ना छोट छुआ सी चिन्हट करवा निश्चित आम समस्त गोटे आश्चर्यर कथा निश्चित ठाकुर आशीर्वाद ता प्रति अच्छी ता मध्यम हुए तो प्रभु जगन्नाथ ए समस्त कार्य संपादन करने आपको गोटे मध्यम कर पारती निश्चित आम बहुत बहुत समस्त अंचल समस्त जनसाधारण आबाल वृद्ध वनिता समस्त खुशी अत्यंत आनंदित उत्साहित जे निश्चित या तो अत्यंत आम आज गोटे खुशी और आनंदर दिन उत्साहर दिन। नाम बिंदुश्री संतरा बाया बाया नायकुड़ी कौन आज जो आछंती जो जगन्नाथ मूर्ति पे जो गछ दारू संग्रह कौन कहबो खुशी तो आम बहुत अच्छु किंतु आम केबे एमती देखी नथिलु आज नुआ देखिलु से हमको बहुत खुशी लगुच आम ये फास्ट आसिक दारू को देखिलु आम देह भितर गोटे माने गोटे स्पिरिट आसीगला जे हाँ गोटे स्पिरिट आसीगला जे माने आम केबे देखी नथिलु तो सेथि पई गोटे स्पिरिट आसीगला एबे जणे एठी जणे मौसा को लागिला से कहिले कि हम सेमते केबे देखि नथिलु ना तो जतरे तांको लागी गला हमें देखि पूरा आश्चर्य हे गलु ये जो गोछरे आजी हां हां आपको आगे याजी हेबे हां केते खुशी अछंती आपण एत दूर आछंती जो मयूरभंज जिला बरकंद को आछंती मुगड़ा केते खुशी कोन अनुभव कोचंती पूजा होउची कोन अनुभव कोचंती कोन कहबो मन भीतर केते गोटे भावावेग तयारी बहुत तो खुशी भी लगुची आपन नाम बोल आपन नाम बीरंची नारायण नायक घर बरकन जो आज ठाकुर काठ जाऊँगी गछ काटा हुआ आप बाड़ी को कौन था आदेश कौन घटना संक्षेप कहे संक्षेप ये तो हठात दिने पहुँचला से गछ को देखिकी सेटा राजी होते आउ मोर गोटे सान नातुणी सी धरिकी हाथ धरिकी आनिकी यहीटा को देखला बेले से पसंद है तार पूरी मुक्ति मंडपुर लोक आसिले मुझे जगह कि घर भी मुझे देखनी जहाँ भगवान को इच्छा जहाँ मोर खुशी माने मुक्ति निर्माण हम मोर असुर धरी जाऊँ नातुणी को कौन ठाकुर दास जहाँ हूँ मुझे ना देखी सुभद्रा आज पाखे कौन कह आज जो कार्यक्रम चली गछ काटा हम ए ठाकुर ओहो सेटा तो मोर भाग्यर था गोटे आनंदर कथा आउ कौन कह बहुत